ଏଠାରେ ଆପଣ ଦେଖନ୍ତୁ ଦୁଇଟି ସିଂହ ରହିଛନ୍ତି। ଏହାପରେ ଆମେ ଦର୍ଶନ କରିବା ଯେପରି ଜଗନ୍ନାଥଙ୍କ ମନ୍ଦିର ସିଂହଦ୍ୱାର ପଟେ ରହିଛନ୍ତି ପତିତପାବନ, ଏଠାରେ ସେହିପରି ରହିଛନ୍ତି ପତିତପାବନ ପୂଜା ପାଉଛନ୍ତି। ଏଠାରେ ଆମେ ଦର୍ଶନ କରିବା। ଏଠାରେ ଦର୍ଶନ କରିସାରିବା ପରେ ଆମେ ଦେଖନ୍ତୁ ଏଠାରେ ପୂଜା ପାଉଛନ୍ତି ପତିତପାବନ। ଏହାପରେ ଆମେ ପୁଣି ଯିବା ପାହାଚ ଚଢ଼ି। ଜଗନ୍ନାଥଙ୍କ ମନ୍ଦିରରେ ଯେପରି ପାହାଚ ରହିଅଛି, ଏଠାରେ ମଧ୍ୟ ସେହିପରି ପାହାଚ ଆପଣଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଏଠାରେ ବହୁତ ପାହାଚ ରହିଛି, କାରଣ ଏହି ମନ୍ଦିରଟି ଏକ ପାହାଡ଼ ଉପରେ ରହିଅଛି। ବ୍ରହ୍ମାଣ୍ଡି ପାହାଡ଼ ଏ ପାହାଡ଼ କୁହାଯାଏ।